ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ଵ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବୀ ଦେବତାଙ୍କୁ ଆବାହନ କରିଥାଉ, ତେଣୁ ତାଙ୍କରି ଆଶୀର୍ବାଦରୁ ଗୃହରେ ଶାନ୍ତି, ସମୃଦ୍ଧି ଓ ସକାରାତ୍ମକ ଉର୍ଜା ଭରି ଯାଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଯେଉଁ ଘରେ ଠାକୁରଙ୍କ ପାଖେ ଦୀପ ଜଳାଯାଏ, ସେଠାରେ ପ୍ରଭୁଙ୍କ ବାସ ହୋଇଥାଏ। ତେବେ ଏହି ଗୋଟାଏ ନିୟମ ନୁହେଁ, ଦୀପ ଜଳାଇବାକୁ ନେଇ ଆହୁରି ଅନେକ ନିୟମ ବି ରହିଛି। ସେଥିମଧ୍ୟରୁ ଆଉ ଗୋଟାଏ ନିୟମ ହେଉଛି, କେବେ ବି ଜଳୁଥିବା ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗେଇବା ଠିକ୍ ନୁହେଁ। କାରଣ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଆମେ ଗୋଟାଏ ଦୀପ ଜଳାଉ, ଜଳୁଥିବା ସେହି ବଳିତାରେ ଅଗ୍ନିଦେବ ବାସ କରିଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ସେହି ଜଳୁଥିବା ବଳିତାରେ ଆସି ଏକାଠି ହୋଇଯାନ୍ତି। ଫଳରେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ। କିନ୍ତୁ ଯଦି ଆମେ ସେହି ଜଳୁଥିବା ଦୀପରୁ ଆଉ ଗୋଟାଏ ଦୀପ ଲଗେଇବା, ତାହେଲେ ପ୍ରଥମ ଦୀପର ବଳିତାରେ ଏକାଠି ହୋଇ ରହିଥିବା ନକାରାତ୍ମକ ଶକ୍ତି ଅନ୍ୟ ଏକ ଦୀପର ବଳିତାକୁ ଚାଲିଯିବ। ଏମିତି ଭାବରେ ଗୋଟାଏ ଦୀପରୁ ଅନ୍ୟ ଏକ ଦୀପ ହୋଇ ସେମିତି ବୁଲୁଥିବ, ତାହା ସହଜରେ ନଷ୍ଟ ହେବନି। ସେହିପରି କୁହାଯାଏ, ଯଦି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଯାଏ, ତାହେଲେ ଏହା ସମ୍ପର୍କରେ ମଧ୍ୟ ନିଆଁ ଲଗାଇ ଦେଇଥାଏ, ଅର୍ଥାତ୍ ଫାଟ ସୃଷ୍ଟି କରିଥାଏ। ତେଣୁ ଏହି କଥାକୁ କେତେ ଦୂର ମାନିବେ, ତାହା ବ୍ୟକ୍ତିର ବିଶ୍ୱାସ ଓ ଅବିଶ୍ୱାସ ଉପରେ ହିଁ ନିର୍ଭର କରିଥାଏ।